ଆମର ଇରିଗେସନ ବାଲା ଯେଉଁ ଭିତ୍ତିପ୍ରସ୍ତର ଦେଉଛନ୍ତି ବା କାମ ଶୁଭ ଦେଉଛନ୍ତି ସେଠି ସେମାନେ କାମର ତଥ୍ୟ ବିଷୟରେ ସେଠି ଲେଖିବା କଥା, ସୂଚନା ଦେବା କଥା ଜନସାଧାରଣଙ୍କ ଉଦ୍ଦେଶ୍ୟରେ। ସେଟା କିନ୍ତୁ ସେଟା ଦିଆଯାଉନାହିଁ, ଯାହାକୁ ନେଇ ମଧ୍ୟ ଜୟଦେବର ବର୍ତ୍ତମାନ ଅସନ୍ତୋଷ ବି ଦେଖାଯାଇଛି। କାରଣ ପରେ ଜଣାପଡ଼ୁଛି କୋଟି କୋଟି ଟଙ୍କା କାମ ହେଉଛି, ତା ପୂର୍ବରୁ କିନ୍ତୁ ଜଣାପଡ଼ୁନାହିଁ। ଅତି ଦୁର୍ଭାଗ୍ୟଜନକ। ଇରିଗେସନ ଡିପାର୍ଟମେଣ୍ଟରେ ଯେଉଁ କାମ ଯେଉଁ ନାଁ ଫଲକ ଲଗା ହେଇଛି, କେତେ ଟଙ୍କାର କାମ, କେଉଁଠୁ କେଉଁଠି ପର୍ଯ୍ୟନ୍ତ ହେବ, କେତେ ଦିନ ଭିତରେ କାମ ସରିବ, ଏ ଡିଟେଲ୍ସ ବିବରଣୀ ଦେବା ଦରକାର। ନହେଲେ ସେ ଅଫିସରଙ୍କ ବିରୁଦ୍ଧରେ ଆକ୍ସନ୍ ହେବା ନିଶ୍ଚିତ। ଏବେ ମୋତେ ଯେ ବାଳକାଟି ବାଲିଅନ୍ତା ସାଇପନ୍ ଠାରୁ ଆରମ୍ଭ କରି ଝିଣ୍ଟି ପର୍ଯ୍ୟନ୍ତ କେନାଲ ବନ୍ଧରେ ଯେଉଁ କାମ ହେଉଛି, ସେ କାମ ଅତି ନିମ୍ନମାନର ବୋଲି କହୁଛନ୍ତି। ଯେଉଁଟାକି ପଟାଲ ମାନେ ଇଏ କରିବା ଖାଲ ଢେପକୁ ବନ୍ଦ କରିବା ପାଇଁ। ମୁଁ ବି ସେୟା ଦେଖୁଥିଲି, ସେ ବାଟେ ଯାଉଥିଲି, ଦେଖୁଥିଲି ଯେ ଗୋଟେ ବାଟେ ପଟାଲ ବନ୍ଦ କରୁଛି, ଗୋଟେ ବାଟେ ସେଟା ଆଉଥରେ ଉଠି ଯାଉଛି। 15 ଲକ୍ଷ ଟଙ୍କା କାମ ବୋଲି ମୁଁ ଶୁଣୁଥିଲି। ମୁଁ ବି ସେ ତାଙ୍କର ଏସି ସହିତ ଆଲୋଚନା କରିବି ଏଗୁଡ଼ା କାହିଁକି ହେଲା। ଏହାର ମୂଳ କାରଣ ହେଲା ଯେ ଏ ଯେଉଁ ଖୋର୍ଦ୍ଧାରୁ ଯେଉଁ ଇଏ ଆଣାଯାଏ, ଆପଣ ପିଚୁ ଆଣାଯାଏ, ଖୋର୍ଦ୍ଧା ପିଚୁଟା 4th ଗ୍ରେଡ୍ ପିଚୁ, 4 ନମ୍ବର ପିଚୁ। ସେ ପିଚୁ ଖାଲି କଳା ଦେଖାଯିବ, କାମ କରିବାର 10-15 ଦିନ ଭିତରେ ପୁଣି ଛାଡ଼ିଯିବ। ଅଠାଳିଆ କିଛି ନାହିଁ। 1 ନମ୍ବର ପିଚୁ ଲଗାଇଲେ 50 ବର୍ଷ ରହିବ, 2 ନମ୍ବର ପିଚୁ ଲଗାଇଲେ 30 ବର୍ଷ, 3 ନମ୍ବର ପିଚୁ ଲଗାଇଲେ 20 ବର୍ଷ, 4 ନମ୍ବର ପିଚୁ ଲଗାଇଲେ 15 ଦିନ। ତ ସେ 4 ନମ୍ବର ପିଚୁ ଲଗାଉଛନ୍ତି, ତେଣୁକରି ଯିଏ ଠିକାଦାର ତାଠୁ ଏ ଟଙ୍କା ରିକଭରି ହେବା ଦରକାର। ଯେଉଁମାନେ ଥିଲେ ଇଞ୍ଜିନିୟର ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ମୁଁ ଅନୁମାନ କରୁଛି। ଏବଂ ଏ ବିଷୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବି, ଯେହେତୁ ତାଙ୍କ ବିଭାଗ, ତ ଚିଠି ଲେଖିବି ଯେ ଏଭଳିଆ ଇଞ୍ଜିନିୟର ମାନେ କାହିଁ କରୁଛନ୍ତି, ଆଉ ସାଂସଦଙ୍କର ଉପସ୍ଥିତି ନଥାଇକରି ସେ କେମିତି ସୁଭୋଗ ଦେଉଛନ୍ତି, ସେଟା ତ ଠିକ୍ କଥା ନୁହେଁ। ସାଂସଦ ଆମର 7ଟି କନଷ୍ଟିଚ୍ୟୁନ୍ସିର ହେଡ୍, ତାଙ୍କୁ ଆମେ ସବୁବେଳେ ଆଗରେ ରଖିବା ଦରକାର। ଆଉ ତାଙ୍କୁ ଉପେକ୍ଷା କରିବାଟା ଏଟା ଆଦୌ ଠିକ୍ ନୁହେଁ, ଏହା ନିନ୍ଦନୀୟ ଘଟଣା।